ବର୍ତ୍ତମାନ ଅମିତ ଶାହ ଆଉ ନରେନ୍ଦ୍ର ମୋଦି ପ୍ଲାନରେ ଅଛନ୍ତି କେମିତି ସୁପ୍ରିମକୋର୍ଟର ଏଇ ଅର୍ଡରଟାକୁ ଜାରି କରାଯାଇଛି ଯେ ଯୋଉମାନଙ୍କର ଭୋଟର ଲିଷ୍ଟରେ ନାମ କଟା ହେଇଛି ବିହାରରେ ତା ଲିଷ୍ଟ ଇଲେକ୍ସନ କମିଶନର ୱେବସାଇଟରେ ଦିଆଯାଉ, କିନ୍ତୁ ତାକୁ ନ ଦେବା ପାଇଁ ମୋଦି ଆଉ ଶାହା ରାତାରାତି ବିଭିନ୍ନ ପ୍ଲାନ୍ କରିସାରିଲେଣି ଏବଂ ଚଲେଇଛନ୍ତି ମଧ୍ୟ କେମିତି ଏ ଅର୍ଡରଟାକୁ ବାଇପାସ୍ କରିବେ। ଯେମିତିକି ସୁପ୍ରିମକୋର୍ଟ ଅର୍ଡର ଦେଲା ଦିଲ୍ଲୀର ପାୱାର ମୁଖ୍ୟମନ୍ତ୍ରୀ ହାତରେ ରହିବ, କେଜରିୱାଲ ହାତରେ ରହିବ, ସାଙ୍ଗେ ସାଙ୍ଗେ ଅଧ୍ୟାଦେଶ ଜାରି ହେଲା, ରାତେ ରାତେ ଅଧ୍ୟାଦେଶ ଜାରି, ବିଲ୍ ପାସ୍। ଆମର ବିଜେଡି ୱାଇଏସ୍ଆର୍ ଓଡ଼ିଶାର ମୂର୍ଖ ଦଳ ସେମାନେ ସପୋର୍ଟ କଲେ, ବିଲ୍ ପାସ୍ ହେଇଗଲା। ସେମିତି ସୁପ୍ରିମକୋର୍ଟର ଅର୍ଡରକୁ ନ ମାନିବା ପାଇଁ କୋଉ ବାଟ ଦ୍ୱାରା ଯିବ, କୋଉ ବାଟରେ ପାସ୍ କରାଯିବ, ସେ ପାଇଁ ପ୍ଲାନ୍ ପାଖାପାଖି ହେଇସାରିବନି। ବାକି ରହିଲା ଯଦି ଅର୍ଡର ଅନୁସାରେ ଲିଷ୍ଟ ଜାରି କରିଦିଆଗଲା, କୋଉମାନଙ୍କର ଭୋଟର ଲିଷ୍ଟ କାଟା ହେଇଛି, କୋଉମାନଙ୍କୁ ମତ ଘୋଷଣା କରାହେଇଛି, କୋଉମାନଙ୍କୁ ସେଠି ବିହାର ନାହାନ୍ତି ଆଉ କୁଆଡେ ପଳେଇଛନ୍ତି ଘୋଷଣା କରାହେଇଛି, ମିଛରେ ଯଦି ଲିଷ୍ଟ ଜାରି ହେଇଗଲା ତାହେଲେ ବିଜେପି ବାଲାଙ୍କ ଅବସ୍ଥା ବି ସଇଲା। କାହିଁକିନା ବିଜେପିକୁ ଯୋଉ ସପୋର୍ଟ କରୁଛନ୍ତି ନା, ମାନେ ଯୋଉ ନୀତିଶ କୁମାର କି ସେ ଚନ୍ଦ୍ରବାବୁ ନାଇଡୁ କି ଆଉ ତେଳିଚାମୁଣ୍ଡି ଦଳ, ସେମାନେ କହିବେ ଯେ ଇଏ ତ ଆଉ ଯୋଉ କହୁଥିଲା ମୋ ହାତରେ ପାୱାର ଅଛି ଯେ ମୁଁ ଯାହାକୁ ଚାହିଁବି ଜିତେଇବି, ଯାହାକୁ ଚାହିଁବି ହାରେଇଦେବି, ସେଇଟା ଆଉ ରହିବନି। ଯାହାଫଳରେ ସେମାନେ ବି ସାଇଡ ମାରିବା ଆରମ୍ଭ କରିଦେବେ। ଆକ୍ଚୁଆଲି ଖାଲି ଭୟରେ ତାଙ୍କ ସହିତ ଅଛନ୍ତି ସେମାନେ, କାହିଁକିନା ଏକ ତ ଇଡିସି ପାଇଁ, ଦ୍ୱିତୀୟରେ ଯଦି ନ ରହୁଛନ୍ତି ତାହେଲେ ତାଙ୍କ ହାତରେ ପାୱାର ଅଛି। ଇଲେକ୍ସନ କମିଶନ ଯୋଉ ଗାଫିଲାତି କରୁଛି, ଭୋଟ ବଢେଇକି ମିଛ ଭୋଟ କରିକି ଜଣଙ୍କ ନାଁର 50ଟା, ଜଣଙ୍କ ନାଁର 100ଟା, ଜଣଙ୍କ 6ଟା 8ଟା ଭୋଟ କରିକି ଏକ୍ସଟ୍ରା ଭୋଟ ପକେଇକି ନିଜେ ଜିତେଇ ଦଉଥିଲେ ବା ଜିତି ଯାଉଥିଲେ ବା ଆଉ କାହାକୁ ଦୟାରେ ବିରୋଧୀ ଦଳ ପାର୍ଟିକୁ ଦେଇ ଦଉଥିଲେ, କାହିଁକିନା ଯଦି ଚୋରି ହଉଛି ବୋଲି ପ୍ରମାଣ ନ ଦିଆଯାଇପାରୁ ଆଉ ସେମାନେ ଜିତିଲେ ସେଟା କାହିଁକି ଜିତିଗଲେ, ତ ସେମିତି ଭୋଟରେ ଆମେ ଜିତିଛେ। ଏମିତି